ଆଜି ରାତିରେ ପନିର ସହିତ ଚିକେନ୍ ଆଉ ଚିଙ୍ଗୁଡ଼ି ଖାଇବାକୁ ପଡ଼ିବ, ଏଇଟା ମୁଁ ଜମା ଜାଣିନଥିଲି। ଦିନଟା ପ୍ରଥମେ ଆରମ୍ଭ ହେଲା ମାଣ୍ଡିଆ କ୍ଷୀରି ପିଇକି, ଆଉ ତାପରେ ଆମେ ସମସ୍ତେ ବାହାରି ଯାଇଥିଲୁ ମର୍ଣ୍ଣିଂ ୱାକ୍ରେ। ଯେହେତୁ ମୋ ପୁଅର ସ୍କୁଲରେ ଅଛି ସ୍ପୋର୍ଟସ୍, ତାକୁ ଆଗୁଆ ଟିକେ ନ ନେଇକି ପ୍ରାକ୍ଟିସ୍ ନ କଲେ କେମିତି ହେବ। ଆଉ ତାପରେ ଚାଲିଥିଲା ସେ ବାପ ପୁଅଙ୍କ ମଝିରେ କଣ୍ଟେଷ୍ଟ, କିଏ ହେଉଛି ଫାର୍ଷ୍ଟ। ଦେନ୍ ତାପରେ ଆମେ ରିଟର୍ଣ୍ଣ କଲୁ ଘରକୁ। ଯେହେତୁ ଏତେ ୱାର୍କିଂ କରିଛୁ, ପଇଡ଼ ପାଣି ଟିକେ ନ ପିଇଲେ କେମିତି ହେବ। ପଇଡ଼ ପିଇ ସାରି ନାଳିକି ନେଇକି ଫେରିଲୁ ଘରକୁ। ଘରକୁ ନୁହଁ, ଯେହେତୁ ଆଜି ବାରିଟା ଥିଲା, ଚିଙ୍ଗୁଡ଼ି ଟିକେ ନ ଆଣିଲେ କେମିତି ହେବ। ଆଉ ଖାଲି ଚିଙ୍ଗୁଡ଼ିରେ ବାବୁଙ୍କର ହେବନି, ତା ସାଙ୍ଗରେ ଅଣ୍ଡା ଟିକେ ବି ଅଣା ହେଲା। ଆଉ ତାପରେ ଫେରିଲୁ ଆମେ ଘରକୁ ଆସିକି ଜଲ୍ଦି ଚିଙ୍ଗୁଡ଼ିକୁ ଭାଜି ଦେଇ ଆଉ ଅଣ୍ଡାକୁ ଆମଲେଟ୍ କରିଦେଇ ଖାଇ ବସି ପଡ଼ିଲୁ ଆମେ ପଖାଳ ଭାତ। ଦେନ୍ ଖିଆ ପିଆ ତ ସରିଗଲା, ଆଉ ଏବେ ଚାଲିଲା ଆମର ହେୟାର କଟିଂ। କାହାର ନା ମୋ ପୁଅର। ବହୁତ ଦିନ ହେଲା ଚୁଟି କଟା ହେଇନଥିଲା, ସେଥିପାଇଁ ଆମେ ଲାଗିଗଲୁ ଚୁଟି କାଟିବାରେ। ଏ ହେଉଛି ଚୁଟି କଟା ପରର ଦୃଶ୍ୟ। ଆଉ ଏପଟରେ ପ୍ୟାଣ୍ଟ ସାର୍ଟଟା ଯେମିତି ଭାଙ୍ଗିକି ରଖିଲେ କ'ଣ ସେମିତି ବାପ ପୁଅ ରଖୁଛନ୍ତି, ତାକୁ ସବୁ ଟାଣି ଟୁଣାକି ତଳେ ଗଦେଇ ଦେଉଛନ୍ତି। ଆଉ ଏସବୁକୁ ଭାଙ୍ଗିବାକୁ ମୋତେ ଲାଗିଗଲା ପୁରା ଘଣ୍ଟାଟେ। ଆଉ ତାପରେ ମୋର ଏମିତି ହେଇଗଲା ଭଙ୍ଗାଭଙ୍ଗି କାର୍ଯ୍ୟକ୍ରମ। ଆଉ ଏପଟରେ ମୋର ରୋଷେଇ ବି ସରିଗଲା, ଆଉ ପ୍ୟାଣ୍ଟ ସାର୍ଟ ସଜଡ଼ା ବି ସରିଗଲା। ରେଡ଼ି ହେଇଗଲା ମୋର ଚିଙ୍ଗୁଡ଼ି ତରକାରୀ। ଖାଇବା ପିଇବା ସରିବା ପରେ ସନ୍ଧ୍ୟାବେଳେ ଆମେ ବାହାରି ଯାଇଥିଲୁ ଟିକେ ମାର୍କେଟ। ଆଉ ତାପରେ ଆମେ ସମସ୍ତେ ଯାଇକି ପହଞ୍ଚି ଯାଇଥିଲୁ ଗୁଡ଼ି ଦୋକାନରେ। ହେଲେ କିଏ ଗୁଡ଼ି ସେ ଉଡ଼ଉଛନ୍ତି, ନଟେଇ ହେଇକି ମୋ ପୁଅ ଆଉ ରଖେଇ ଦେଉନି। ଖୋଜି ବାବା ଏଇଠୁ ଗୋଟେ ନଟେଇ ନେଇକି ଆସିଲୁ। ଆଉ ତାପରେ ଆମେ ବାହାରି ଯାଇଥିଲୁ କିଛି ପ୍ୟାଣ୍ଟ ସାର୍ଟ ତା ବାପାଙ୍କର ଆଣିବାର ଥିଲା, ସେଠୁ ଯାଇକି କିଛି ପ୍ୟାଣ୍ଟ ସାର୍ଟ ନେଇ ଆସିଥିଲୁ। ଆଉ ତାପରେ ଆମର ଆସିଯାଇଥିଲା ଗୋଟେ ଥିଲା ମ୍ୟାରେଜ୍ ପାର୍ଟି, ସେଥିପାଇଁ ଆମେ ହେଇଗଲୁ ରେଡ଼ି। ଏତେ ଥଣ୍ଡାରେ ଆମେ ଯାଇକି ପହଞ୍ଚିଗଲୁ ସେଠି। ତାପରେ ସେଠି ୱେଲକମ୍ ହେଲା, ଆମେ ଭିତରକୁ ଗଲୁ। ପ୍ରଥମେ ଯାଇକି ଝିଅ ପାଖେ ପହଞ୍ଚିଗଲୁ, ଯାହାର ହେଉଛି ମ୍ୟାରେଜ୍। ତା ସହିତ କିଛି ଟିକେ ଫଟୋ ଉଠାଇ ନେଲୁ। ଆଉ ତାପରେ ଆମର ଷ୍ଟାର୍ଟର ଖାଇବା ଆରମ୍ଭ ହୋଇଯାଇଥିଲା। ଆଉ ଷ୍ଟାର୍ଟରରେ ଆମକୁ ମିଳିଥିଲା ଚିକେନ୍, ପନିର, ତା ସାଙ୍ଗେ ଚିଙ୍ଗୁଡ଼ି। ତାପରେ ଆମେ ମେନ୍ କୋର୍ସ ସାରି ଘରକୁ ରିଟର୍ଣ୍ଣ କଲୁ। ରହୁଛି ସାଙ୍ଗମାନେ, ବାଏ ବାଏ।